ଅନୁଗୁଳ ଜିଲ୍ଲା ଚରପଡ଼ା ଥାନା ଅନ୍ତର୍ଗତ ଚରପଡ଼ା ଚେରିଙ୍କ ଦେହୁରୀ ସାରି ଥିବା ମାପୁଡ଼ି ପାହାଡ଼ରେ ଜଙ୍ଗଲ ବନ୍ୟଜନ୍ତୁମାନଙ୍କୁ ଖାଦ୍ୟ ପାଣିର ବ୍ୟବସ୍ଥା କରିଛନ୍ତି ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ। ଅନୁଗୁଳରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଆରମ୍ଭରୁ ତାପମାତ୍ରା 42 ଡିଗ୍ରୀ ଛୁଇଁଲାଣି। ସମସ୍ତ ପୋଖରୀ ଗାଡ଼ିଆ ଜଳଶୂନ୍ୟ ହୋଇଗଲାଣି। ବନ୍ୟଜନ୍ତୁମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। କିଭଳି ବନ୍ୟଜନ୍ତୁମାନେ ଖାଦ୍ୟ ପାନୀୟ ପାଇପାରିବେ ସେଥିପାଇଁ କିଛି କୁଡ଼ୁଆ ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ଚରପଡ଼ା ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାୟକ, ଶ୍ରୀନିବାସ ସାହୁ ବନପାଳ ଚରପଡ଼ା ସେକ୍ସନ, ବସନ୍ତ ନାୟକ ବନପାଳ, ମନୋଜ କୁମାର ନାୟକ ବନରକ୍ଷୀ, ଝରଣା ସାହୁ ବନରକ୍ଷୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍, ସମାଜସେବୀ ଚିନ୍ମୟୀ ଦାସ, ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାଣ୍ଡସର, ଉତ୍କର୍ଷ ପରିବାର ମରାଠିଲା, କୋହିନୂର ୟୁଥ କ୍ଲବ ବଳରାମ ପ୍ରସାଦ, ଜରପଡ଼ା ଗୋପୀନାଥପୁରର ଶତାଧିକ ମହିଳା ଏବଂ ମହାନ କାର୍ଯ୍ୟରେ ଯୋଗଦାନ କରିଥିଲେ। ଏ କାର୍ଯ୍ୟକୁ ଆଗକୁ ଜାରି ରହିବ ବୋଲି ଜରପଡ଼ା ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଜରପଡ଼ା ରେଞ୍ଜ ଅଫିସର ଆଜି ଆମର जो चिन्मयी दास अछंती तांकर प्रतिवर्ष ये महानता गुण जोटा कि जंगल भितर पशु पक्षी को पानी देवा आउ पक्षी माने पानी पाइबे प्लस चावल खाइबे तार सबु वर्ष आम जरपड़ा रेंज रे पालन करि आउछन्ती। गला वर्ष पालन करथिले बहुत भलरे हेला। एई वर्ष आम जेरेंग देहुरी साही बुढ़ी पहाड़ पाखरे जो घंच जंगल अच्छी से जंगल भितर आज से चावल धरिकी आसते ठेकी माँ माने सबू तांकर आग्रह अच्छी जो VSS SSG ग्रुप रो माँ मानकर आग्रह अच्छी से माने ठेकी आउ पानी सबू धरिकी आसिले आउ से चिन्मयी दास महानता गुण पाई आम स्टाफ आम आसिले समस्ते मिसी आज जंगल भितर पशु पक्षी को पानी टिके देलु सेटा आमको बहुत आनंद देला। आग को आम अंतुलिया देबू आउ कतड़ा। अनुगुल जितेन्द्र साहू रिपोर्ट जुमाणी टीवी।